ଜଗନ୍ନାଥ ହର ହର ଶମ୍ଭୁ। ଭାଦ୍ରବ ମାସର ପ୍ରତି ବୁଧବାର 4ଟି କିମ୍ବା 5ଟି ବୁଧବାର ପଡ଼େ। ସେଥିରେ ବୁଦ୍ଧି ଓଷା ପାଳନ କରାଯାଏ ବା ବୁଦ୍ଧି ମାମନ ଓଷା ପାଳନ କରାଯାଏ। କେତେକ ସ୍ଥାନରେ 5ଟି ବୁଧବାର ପାଳିତ ହୁଏ। ଯେତେବେଳେ ଦେଖନ୍ତୁ ଆମର ଶ୍ରାବଣ ମାସ ସରିଲା, ଶ୍ରାବଣ ପୂର୍ଣ୍ଣିମା ଠାରୁ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ପାଳି ଯଦି ବୁଧବାର ପଡ଼ିବ, ନହେଲେ 4 ପାଳି ବୁଧବାର ପଡ଼ିବ, ସେଇ ସବୁଥିରେ ବୁଦ୍ଧି ଓଷା କରାଯାଏ। ଆଉ କିଛି ଜାଗାରେ ସଂକ୍ରାନ୍ତିକୁ ସଂକ୍ରାନ୍ତି କରାଯାଏ। ଦେଖ, ଯାଜପୁର ବିରଜା ପାଞ୍ଜି ଅନୁସାରେ ସଂକ୍ରାନ୍ତିରୁ ସଂକ୍ରାନ୍ତି ଓ ଜଗନ୍ନାଥ ପାଞ୍ଜି ଅନୁସାରେ ଆମର ପୂର୍ଣ୍ଣିମାଠୁ ପୂର୍ଣ୍ଣିମା କରାଯାଏ। କେତେକ ସ୍ଥାନରେ 5ଟି ବୁଧବାର ପାଳନ ହୁଏ। ସେ ଯାହା ହଉ, ସଂକ୍ରାନ୍ତିକୁ ସଂକ୍ରାନ୍ତି ନହେଲେ ପୂର୍ଣ୍ଣିମାଠୁ ପୂର୍ଣ୍ଣିମା, ଆପଣଙ୍କ ଅଞ୍ଚଳରେ ଯାହା ପ୍ରଚଳନ ଥିବ ସେହି ଅନୁସାରେ କରାଯାଏ। ଅନେକ ଗହ୍ମା ପୂର୍ଣ୍ଣିମା ଠାରୁ ଇନ୍ଦୁ ପୂର୍ଣ୍ଣିମା ହେଉଛି ଭାଦ୍ରବ ପୂର୍ଣ୍ଣିମା। ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ରବ ସଂକ୍ରାନ୍ତି ଠାରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବ କରିଥାନ୍ତି। ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି। ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ। ଏହି ଓଷାରେ ବୁଦ୍ଧି ବାମନଙ୍କୁ ପୂଜା କରାଯାଏ। ଏଠାରେ ବୁଧ ବା ବୁଦ୍ଧି ହେଉଛନ୍ତି ଭୈରବୀ ବା ବିମଳା। ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ। ଅତଏବ ଏହି ଓଷାର ଆରାଧ୍ୟ ଦେବଦେବୀ ହେଲେ ଶ୍ରୀ ଜଗନ୍ନାଥ ଓ ବିମଳା। ସେମାନେ ଭାଇ ଭଉଣୀ ଭାବରେ ଖ୍ୟାତ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାର ନାରୀ ସ୍ୱରୂପ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ, କାରଣ ଏମାନେ ହେଲେ ସୃଷ୍ଟିକର୍ତ୍ତା। ବୁଦ୍ଧି ବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳଟିକୁ ଗୋବର ଲିପି ଶୁଚି କରାଯାଏ। ଏହି ପୂଜା ନିମନ୍ତେ 5ଟି ରଙ୍ଗର ଫୁଲ, ଫଳ, 5ଟି ଧୂପ, ଦୁବ ଓ 5ଟି ଅକ୍ଷତ ଦରକାର ହୁଏ। ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ। ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ ଶେଷ ପାଳି ଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ। ମଝି ପାଳି ଗୁଡ଼ାକରେ ପିଠାପଣା ଭୋଗରାଗ ହୁଏ। ତେବେ ଶେଷ ପାଳି ଦିନ ଅନ୍ତତଃ 5 ପ୍ରକାର ପିଠାପଣା କରାଯାଏ। ପ୍ରତ୍ୟେକ ବୁଧବାର ଦିନ ଯାକ ଉପବାସ କରି ରାତ୍ରରେ ପୂଜା ପରେ ଭୋଗ ଖିଆଯାଏ। ଶିଳ ଏବଂ ଶିଳପୁଆ ଏହାର ଦେବାଦେବୀ ଅଟନ୍ତି। ମାନେ ଦେବାଦେବୀଙ୍କ ପ୍ରତୀକ ଭାବି ଶିଳପୁଆରେ କରନ୍ତି। ପ୍ରଥମେ ଶିଳ ଏବଂ ଶିଳପୁଆକୁ ବଟା ଅଁଳା ସହ ପାଣି ଗଙ୍ଗା ଜଳରେ ସ୍ନାନ କରାଯାଇ ହଳଦୀ କନା ଓ ସୂତା ଗୋଡ଼ାଇ ନାରୀ ବେଶ କରାଯାଏ। ମଥାରେ ସିନ୍ଦୁର ଓ ଆଖିରେ କଜଳ ଦିଆଯାଏ। ବୁଦ୍ଧି ବାମନଙ୍କ ଓଷା ପାଇଁ ସ୍ୱତନ୍ତ୍ର ବହି ଅଛି। ଏହା 5ଟି କାହାଣୀକୁ ନେଇ ରଚିତ। ପ୍ରଥମ ହେଲା ମଗଧର ସାଧବାଣୀ କଥା, ତାପରେ ଯଜାତି ନଗରର ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିହରପୁରର ଜଣେ ସାଧାରଣ ନାରୀ। ଏଇ 5 ଜଣ ହେଲେ ଏହି ଓଷା କାହାଣୀର ପ୍ରମୁଖ ଚରିତ୍ର। ବିଶ୍ୱାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢ଼ୀ ଓ ପୂଜା ଘର ଦୁଆର ମୁହଁରେ ପକାଇଲେ ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବ ହୁଏ। ଏହି ଲୁଗାକୁ ପାହାଡ଼ା କୁହାଯାଏ। ଏହାର ନାମ ହେଲା ବୁଦ୍ଧି ବାମନ ଓଷା। ପାଳନକାରୀ ହେଉଛନ୍ତି ସଧବା ନାରୀ, ମାନେ ଯାହା ସନ୍ତାନ କାମନା କରିବା ଓ ତାର ଶୁଭ ମନସିବା ପାଇଁ ହୁଏ। ଏଥିରେ ପୂଜା ଓ ବନ୍ଦାପନା କରାଯାଏ। ଏଠାରେ ମାନେ ଏବେ ବୁଧବାର ଦିନଠୁ ପଢ଼େ, ମାନେ ଭାଦ୍ରବ ମାସର ଏଇ ବର୍ଷ 21 ଅଗଷ୍ଟରେ ପଡ଼ୁଛି। ଏ ପୂଜା ବିଧି ଉପଚାର କ'ଣ ହେଉଛି? ଏଥିରେ ଘର କ'ଣ କିମ୍ବା ଓଷା କାଠିର ସକାଳୁ ସ୍ନାନ ଶୌଚ ହୋଇ ଗ୍ରାମୀଣ ମହିଳାମାନେ ଏକାଠି ହୁଅନ୍ତି। ଶିଳ ଓ ଶିଳପୁଆକୁ ଏହି ପୂଜାର ଦେବାଦେବୀ ହୋଇଥିବାରୁ ଘରେ ଶିଳ ଓ ଶିଳପୁଆକୁ ବଟା ଆଁଳା ସହ ଗଙ୍ଗା ଜଳରେ ସ୍ନାନ କରାଯାଏ। ଏହା ରହିଲା ଆମର ବୁଦ୍ଧି ଓଷାର ମହତ୍ଵ ଓ କାହିଁକି କରାଯାଏ। ବୁଦ୍ଧି ଓଷା ସାଧାରଣତଃ ଆମର ଜଗନ୍ନାଥ ସଂସ୍କୃତିର ଏକ ଓଷା। ଏହା ଗ୍ରାମୀଣ ଓଡ଼ିଶାରେ ହୁଏ। ଆଉ ଭାଦ୍ର ବଂଶର ଲୋକମାନେ ପ୍ରଥମେ ଏହାକୁ ପ୍ରଚଳନ କରିଥିଲେ। ଭଦ୍ର ବଂଶର ସେ ବୁଦ୍ଧି ଓଷା ସାଧାରଣତଃ ଭଦ୍ରକ ସେ ସାଇଡ଼ରେ ହୁଏ, ମାନେ କଟକ ଏସବୁ। ଦକ୍ଷିଣ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ଏହି ପର୍ବର ସେତେ ପ୍ରଚଳନ ନାହିଁ। କିନ୍ତୁ ଯେହେତୁ ଏଇଟା ଆମ ଓଡ଼ିଶାର ସଂସ୍କୃତି, ଏର ସମ୍ମାନ ଦେବା ନିହାତି ଦରକାର। ଏଥିରେ ସାଧାରଣତଃ ପିଲାଙ୍କର ମଙ୍ଗଳ କାମନା କରି ଓ ସନ୍ତାନ ପ୍ରସବ ପାଇଁ ଏହି ପୂଜା କରାଯାଏ। ଅନୁସାରେ ଏଥିରେ ନାରୀ ରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ, କାରଣ ଏମାନେ ହେଲେ ସୃଷ୍ଟିକର୍ତ୍ତା। ଏହି ଓଷାଟି ବଡ଼ ନିଷ୍ଠାର ସହିତ ପାଳନ କରାଯାଏ। ପୂଜାସ୍ଥଳଟି ସୂଚି ନିମନ୍ତେ ଗୋବରରେ କରାଯାଏ। ଯାହା ବି ହେଲା ଗୋବରରେ ହିଁ ହୁଏ। ଏଥିରେ ସନ୍ତାନ ମାନେ କିପରି ବିପଦ ରୋଗ ବ୍ୟାଧି ମୁକ୍ତି ହେବ, ସେଥିପାଇଁ ପୂଜା ତଥା ଆଉ ଧନ ସମ୍ପତ୍ତି ଲାଭ ବା ଆଶାରେ ମଧ୍ୟ କରାଯାଏ। ଏହା ନିର୍ଜଳ ନିଷ୍ଠାର ଓଷାରେ ବୁଦ୍ଧି ବାମନଙ୍କୁ ପୂଜା କରାଯାଏ। ଦେଖନ୍ତୁ, ଓଡ଼ିଶାରେ ଅନେକ ବ୍ରତ ଅଛି। ସୁଦଶା ବ୍ରତ, କାର୍ତ୍ତିକ ବ୍ରତ, ମାଘ ବ୍ରତ, ସୋମନାଥ ବ୍ରତ, ନିଶା ମଙ୍ଗଳବାର ଓଷା, ଦ୍ୱିତୀୟା ଓଷା, ତୋପଇ ଓଷା, ଏମିତି ବହୁତ ଗୁଡ଼ିଏ ଅଛି। ସେହି ଭିତରୁ ଏଇ ପର୍ବ ଗୋଟେ। ଏହାର ମୁଖ୍ୟତଃ ହେଲା ମାନେ ନିଃସନ୍ତାନ ମହିଳାମାନେ, ମାନେ ଯେଉଁମାନେ ସଧବା ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ଓ ସେମାନେ ସନ୍ତାନଙ୍କର ମଙ୍ଗଳ ପାଇଁ ପୂଜା କରନ୍ତି। ଏଥିରେ କୌଣସି ପଟ୍ଟଚିତ୍ର ବା ମୂର୍ତ୍ତିର କିଛି ଦରକାର ନାହିଁ, ମାନେ କରାଯାଏ ନାହିଁ। ଏଥିରେ ଗୁଆକୁ
ଦେଖନ୍ତୁ ଯେଉଁ ବି ହେଲେ ପୂଜାରେ ଆପଣ ଦେଖୁଥିବେ ଗୁଆ ଗୋଟେ ନିଆଯାଏ। ଗୁଆ ହେଉଛି ପଏଣ୍ଟ ଅଫ୍ ଏନର୍ଜି। ସେ ମାନେ ଯେଉଁ ପରମାତ୍ମା ଯେଉଁ ଫୋର୍ସକୁ ସେମାନେ ପୂଜା କରନ୍ତି। ସେଥିପାଇଁ ଆପଣ ଦେଖିଥିବେ ଆପଣ ପାଖରେ ପଟ୍ଟଚିତ୍ର କିଛି ଥାଉ କି ନଥାଉ ଗୋଟେ ଗୁଆରେ ପୂଜା କରନ୍ତି। ଏଥିରେ ଶିଳ ଓ ଶିଳପୁଆକୁ ଶିଳ ବଟା ଅଁଳା ପାଣି ଗଙ୍ଗାଜଳ ସ୍ନାନ କରାଯାଏ। ତାପରେ ହଳଦୀ କନା ସୂତାରେ ଗୁଡ଼ାଏ ନାରୀବେଶ କରାଯାଏ। ମଥାରେ ସିନ୍ଦୁର, ଆଖିଳେ କଜଳ ଦିଆଯାଏ। କିଛି ସୁନା ରୂପା ପିନ୍ଧାଯାଏ। ଆଖିକୁ ସୁନା ବା ରୂପାର ଚିତା ମରାଯାଏ। ବୁଦ୍ଧିବାମନ ଓଷା ପାଇଁ ସ୍ୱତନ୍ତ୍ର ପୁରାଣ ଅଛି। ସେଇ ପୁରାଣ ଗୁଡ଼ିକ ଆମେ ପରେ ଡିସ୍କସନ୍ କରିବା। କାଲି ହେଉଛି ବୁଦ୍ଧି ଓଷା। ସେଇଥିପାଇଁ ଯେଉଁ ବୁଦ୍ଧିବାମନ ଓଷା ଓଡ଼ିଶାର ଗୋଟେ ପରମ୍ପରା। ଏଇଟା ଦେଖାଯାଏ ମା ସଦାବେଳେ ସର୍ବଂସହା, ତା ତ୍ୟାଗର ପଟାନ୍ତର ନାହିଁ। ମାତୃତ୍ୱ ପାଇଁ ସେ କେତେବେଳେ ଡହଳ ବିକଳ, ସେ କଥା ତା ଛଡ଼ା କେହି ବୁଝିପାରେ ନାହିଁ। ସନ୍ତାନର ସୁଖ ଚାହିଁକି ସେ ତା ଜୀବନକୁ ଏମିତି ଉତ୍ସର୍ଗୀକୃତ କରିବା, ସେଥିରେ ତାର ଆତ୍ମତୃପ୍ତି। ସେଥିପାଇଁ ସନ୍ତାନ ଓ ତାର ଉନ୍ନତି କଳ୍ପେ ତଥା ପରିବାର ମଙ୍ଗଳାର୍ଥେ ନାରୀର এই ପୂଜା ବୁଦ୍ଧିମାମନ। ଆପଣଙ୍କୁ ଯଦି ଏ ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ମା ବିମଳା, ଜୟ ଜଗନ୍ନାଥ କହିଦେବେ। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ।